ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्थ अध्याय ज्ञान जोग। साधु मानकु परित्राण, अधर्मर विनाश तथा धर्म संस्थापन, ଏହି ତିନୋଟି କାରଣରୁ ପରମାତ୍ମାକୁ ମାନବ ଦେହରେ ଅବତରଣ କରିବାକୁ ପଡ଼େ। ସମାଜର ଧାର୍ମିକ, ରାଜନୈତିକ, ସାମାଜିକ ସ୍ତରର ପୂର୍ବ ଭାଗରେ ଥିବା ବ୍ୟକ୍ତିମାନେ ପ୍ରଥମେ କାମ କ୍ରୋଧାଦି ବିକାର ଦ୍ୱାରା ବଶୀଭୂତ ହୋଇ ଧର୍ମଭ୍ରଷ୍ଟ ଓ କର୍ମଭ୍ରଷ୍ଟ ହୋଇପଡ଼ନ୍ତି। ସେମାନଙ୍କୁ ଦେଖି ସମାଜର ସାଧାରଣ ବ୍ୟକ୍ତି ତଦନୁରୂପ ଆଚରଣ କରନ୍ତି। ଏହିପରି ଏକ ଧର୍ମ ସଙ୍କଟ ବେଳାରେ ହିଁ ପରମାତ୍ମାଙ୍କ ଅବତରଣ ହୁଏ। ସେ ପ୍ରାଚୀନତମ ଜ୍ଞାନ ଓ ଯୋଗର ଶିକ୍ଷା ଦେଇ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କଳିଯୁଗୀୟ ଆସୁରୀ ସଂସ୍କାର ଗୁଡ଼ିକ ଦୂର କରନ୍ତି ଓ ସେମାନଙ୍କ ମଧ୍ୟରେ ଦୈବୀ ସଂସ୍କାର ସଞ୍ଚାର କରନ୍ତି। ଏଥିପାଇଁ କୁହାଯାଏ ଯେ ପରମାତ୍ମା ସାଧୁମାନଙ୍କୁ ପରିତ୍ରାଣ କରନ୍ତି, ଅର୍ଥାତ୍ ସେମାନଙ୍କ ମଧ୍ୟରେ ଥିବା ଦୁଷ୍କୃତି ଅଧର୍ମର ବିନାଶ କରି ସେମାନଙ୍କୁ ପୁନଶ୍ଚ ଜ୍ଞାନଯୋଗ ମାର୍ଗରେ ପରିଚାଳିତ କରନ୍ତି। ଏହାଦ୍ୱାରା ସେମାନଙ୍କର ପରିତ୍ରାଣ ହୁଏ, ଅର୍ଥାତ୍ କଲ୍ୟାଣ ହୁଏ। ସୃଷ୍ଟିରେ ପ୍ରତ୍ୟକ୍ଷ ଅନୁଭବ ବିନା ମାନବର ଦିବ୍ୟ ଜନ୍ମ ସମ୍ଭବ ନୁହେଁ। ଜୀବନରେ ଦିବ୍ୟତା ନ ଆସିବା ପର୍ଯ୍ୟନ୍ତ ଧର୍ମ ସଂସ୍ଥାପନ ସମ୍ଭବ ନୁହେଁ। ଯେଉଁମାନେ ପରମାତ୍ମାଙ୍କ ଅବତରଣର ରହସ୍ୟକୁ ବୁଝିପାରନ୍ତି, ସେମାନେ ପ୍ରକୃତରେ ପ୍ରତ୍ୟକ୍ଷ ଈଶ୍ୱରୀୟ ବରଦାନ ଲାଭ କରିପାରନ୍ତି। ପରମାତ୍ମାକୁ ଜାଣିବା ମାନବ ଜୀବନର ଶ୍ରେଷ୍ଠ କଲ୍ୟାଣ। କେବଳ ତାଙ୍କୁ ତତ୍ତ୍ୱଜ୍ଞାନ ଆଧାରରେ ଧ୍ୟାନ କଲେ ହେବ ନାହିଁ। ମାନବ ଦେହ ଆଧାରରେ ସେ ଦିବ୍ୟ ଜନ୍ମ ନେଇ ଯେଉଁ ଦିବ୍ୟ କର୍ମ ସମ୍ପାଦନ କରୁଛନ୍ତି, ତାହାର ଗୂଢ଼ ରହସ୍ୟ ବୁଝିବାକୁ ହେବ। ଦିବ୍ୟ ଜନ୍ମର ରହସ୍ୟ ବୁଝିଲେ ଆମେ ଦିବ୍ୟ ଭାବ ପ୍ରାପ୍ତ ହେବା। ଦିବ୍ୟ କର୍ମର ରହସ୍ୟ ଜାଣିଲେ ଆମେ ସେହି ପଥରେ ପରିଚାଳିତ ହୋଇ ମୁକ୍ତି ଓ ଜୀବନ୍ମୁକ୍ତି ଲାଭ କରିବା। ମାନବ ମଧ୍ୟରେ ଦିବ୍ୟ ସଂସ୍କାର ରୋପଣ କରିବା ତଥା ଦିବ୍ୟ କର୍ମର ସ୍ୱରୂପ ପ୍ରଦର୍ଶନ କରାଇବା ପାଇଁ ପରମାତ୍ମା ମାନବ ଶରୀର ଆଧାରରେ ଅବତରଣ କରନ୍ତି। ଯିଏ ତାଙ୍କର ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ ଜାଣିପାରେ, ସେ ତାଙ୍କ ସ୍ମୃତିରେ ତନ୍ମୟ ହୋଇଯାଏ, ତାଙ୍କର ଆଶ୍ରୟ ନିଏ, ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇ ପବିତ୍ର ଜୀବନ ଦ୍ୱାରା ଆସୁରୀ ସଂସ୍କାରକୁ ପରିବର୍ତ୍ତନ କରେ, ସର୍ବଦା ଭଗବତ୍ ଭାବରେ ପ୍ରଭାବିତ ହୋଇ ଦିବ୍ୟ ଶାନ୍ତି ଓ ଆନନ୍ଦ ଲାଭ କରେ। ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା ନିଷ୍କାମ କର୍ମଯୋଗ। ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାସ୍ତଥୈବ ଭଜାମ୍ୟହମ୍। ମମ ବର୍ତ୍ତାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। କାଙ୍କ୍ଷୟନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ। क्षिप्रं हि मानुषे लोके सिद्धिर्भवति विकर्मजा। चातुर्वर्ण्यं मया सृष्टं गुणकर्मं विभागशः। तस्य कर्तारमपि मां विद्य कर्तारमव्ययम्। न मां कर्माणि लिम्पन्ति न मे कर्मफले स्पृहा। इति मां योऽभिजानाति कर्मभिः स बध्यते। एवं ज्ञातं कृतं कर्म पूर्वैरपि मुमुक्षुभिः। कुरु कर्मैव तस्मात् पूर्वतरं कृतम्। किं कर्म किमजकर्मेति भवयोऽप्यत्र मोहितः। तत्ते कर्म प्रवक्ष्यामि यज्ज्ञातं मोक्षस्य अशुभात्। कर्मणो ह्यपि बोधव्यं च विकर्मणः। अकर्मणश्च बोधव्यं गहना कर्मणो गतिः। कर्मण्यः कर्मजः पश्येद् कर्मणि च कर्मजः। स बुद्धिमान् मनुष्येषु स ଯୁକ୍ତଃ କୃଚ୍ଛ କର୍ମ କୃତ୍। ଅର୍ଥ, ଯିଏ ଯେଉଁ ଭାବେ ମୋ ନିକଟକୁ ଆସେ, ମୁଁ ତାଙ୍କୁ ସେହି ଭାବରେ ହିଁ ମୋ ପ୍ରେମରେ ଗ୍ରହଣ କରେ। ହେ ପାର୍ଥ,
ମନୁଷ୍ୟଗଣ ସର୍ବପ୍ରକାରେ ମୋରି ପଥ ଅନୁସରଣ କରନ୍ତି। ଏହି ଲୋକରେ କର୍ମ ସମୂହର ସଫଳତା ଆକାଂକ୍ଷାକାରୀ ବ୍ୟକ୍ତିଙ୍କର ଦେବଗଣଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି। ମନୁଷ୍ୟ ଲୋକରେ କର୍ମଜନିତ ସିଦ୍ଧି ଲାଭ ଶୀଘ୍ର ହୁଏ। ମୋ ଦ୍ୱାରା କର୍ମ ଗୁଣର ବିଭାଗ ଅନୁସାରେ ବ୍ରାହ୍ମଣ ଆଦି 4 ବର୍ଣ୍ଣ ସୃଷ୍ଟି ହୋଇଛି। ତାର କର୍ତ୍ତା ହେଲେ ହିଁ ମୋତେ ଅବିନାଶୀ ଅକର୍ତ୍ତା ବୋଲି ଜାଣ। କର୍ମ ସମୂହ ମୋତେ ଲିପ୍ତ କରେ ନାହିଁ। କର୍ମ ଫଳରେ ମୋର ବାସନା ନାହିଁ। ଏହି ରୂପେ ଯିଏ ମୋତେ ଜାଣନ୍ତି ସେ କର୍ମ ସମୂହ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ। ଏହିପରି ଜାଣି ପ୍ରାଚୀନ ମୁକ୍ତିକାମୀଗଣ ମଧ୍ୟ କର୍ମ ଅନୁଷ୍ଠାନ କରିଥିଲେ। ଅତଏବ ତୁମେ ପୂର୍ବବର୍ତ୍ତୀ ମନୀଷୀମାନଙ୍କ ପରି କର୍ମ କର। କର୍ମ କଣ? ଅକର୍ମ କଣ? ଏହି ବିଷୟରେ ଜ୍ଞାନୀ ବ୍ୟକ୍ତିଗଣ ମଧ୍ୟ ବିମୂଢ଼ ଓ ବିଭ୍ରାନ୍ତ ହୁଅନ୍ତି। ମୁଁ ତୋତେ ସେହି କର୍ମ କହିବି ଯାହା ଜାଣି ତୁ ସମସ୍ତ ଅମଙ୍ଗଳରୁ ମୁକ୍ତ ହେବୁ। ଅକର୍ମର ସ୍ୱରୂପ ବୁଝିବାକୁ ହେବ, କାରଣ କର୍ମର ଗତି ଅତି ଗହନ ଅଟେ। ଯିଏ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ ଯିଏ କର୍ମ ଦର୍ଶନ କରେ ସେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତ ବୁଦ୍ଧିମାନ ଓ ବିବେକୀ ପୁରୁଷ। ସେ ଯୋଗଯୁକ୍ତ ହୋଇ ସମସ୍ତ କର୍ମ କରେ। କ୍ରମଶଃ ଓମ୍ ଶାନ୍ତି।